ଅତୁଟ ବନ୍ଧନ ଧାରାବାହିକରେ ଆପଣମାନେ ଦେଖିବେ କୃଷିକା କହିବେ ମୁଁ ଏବେ କ'ଣ କରିବି। ଏ ପୋଲିସ ମାନେ ତ ମୋ ସହିତ ଚିଟିଂ କରିକି ମୋର ସବୁ ଗହଣା ନେଇଗଲେ ଆଉ ମୋତେ ବାହାର ବି କରିଦେଲେ। ଏବେ ମୁଁ କୁଆଡ଼େ ଯିବି? ଦିଦିଙ୍କୁ ନ ନେଇ ମୁଁ ଘରକୁ ବି ଫେରି ପାରିବିନି। ଆଉ ସେ ଘର ଛାଡ଼ି ମୁଁ ଚାଲି ଆସିଛି। ଏହି ସମୟରେ ତେଜସ୍ ଆସି ସେଠି ପହଞ୍ଚିବେ। କୃଷିକା କହିବେ ଆସିଗଲ ତମେ, ତମ ରାଗ ଶାନ୍ତ ହେଇଗଲା ନା? ମାଙ୍କ ଯାଦୁ ଆଉ କ'ଣ କାମ କଲାନି? ନହେଲେ ତମେ ମୋ ଦିଦିଙ୍କୁ ନବାକୁ କେବେ ବି ଆସିନଥାନ୍ତା। ଏହାପରେ ତେଜସ୍ ପୋଲିସ ଷ୍ଟେସନ ଭିତରକୁ ଯିବେ ଆଉ କହିବେ ମ୍ୟାଡାମ ତ୍ରିନାଲୀଙ୍କୁ ଛାଡ଼ି ଦିଅନ୍ତୁ। ଏହାପରେ ତାଙ୍କୁ ହାଜତରୁ ବାହାର କରାଯିବ। ତେଜସ୍ କହିବେ ମୁଁ ତମକୁ ନବାକୁ ଆସିଛି, ମୋ ସାଙ୍ଗରେ ଘରକୁ ଚାଲ। ଆଉ ତମ ଭଉଣୀକୁ ବି କୁହ ସେ ବି ଆମ ସହିତ ଘରକୁ ଯିବେ। କ'ଣ ହେଲା, ଅଟକିଗଲ କାହିଁକି? ତ୍ରିନାଲୀ କହିବେ ମୁଁ ଘରକୁ ସେତେବେଳେ ଯିବି ଯେତେବେଳେ ତମେ କହିବ ଯେ ତମେ ମୋ ଉପରେ ବିଶ୍ୱାସ କରୁଛ ମୁଁ ସେ ଗହଣା ଚୋରି କରିନି ବୋଲି। ତେଜସ୍ କହିବେ ଦେଖ ତ୍ରିନାଲୀ, ଏସବୁ କଥା ଏବେ ଏଇଠି କାହିଁକି ଉଠଉଛ? ତ୍ରିନାଲୀ କହିବେ ମୁଁ ତମ ମୁହଁରୁ ସବୁ ସତ ଶୁଣିବାକୁ ଚାହୁଁଛି। ତମେ ମତେ ନେଇ କ'ଣ ଭାବୁଛ କୁହ? ତମେ କହିପାରିବନି ମୁଁ ଜାଣିଛି, କାହିଁକି ନା ତମେ ସେଇ ତ୍ରିନାଲୀକୁ ଭଲ ପାଉଥିଲ ଯିଏ ଗରିବ ଥିଲା, ଯାହା ପାଖରେ କିଛି ବି ନଥିଲା। କିନ୍ତୁ ଏବେ ସେଇ ତ୍ରିନାଲୀ ସାହୁ ପରିବାରର ବଡ଼ ବୋହୂ ହେଇସାରିଛି। ଆଉ ତମେ ମତେ ସପୋର୍ଟ କରିବା ବଦଳରେ ଜେଲ୍ ପଠେଇଦେଲ। ସେ ତ୍ରିନାଲୀ ଏତେ ବଦଳି ଯାଇଛି ଯେ ତମେ ତାକୁ ଟିକେ ବି ବିଶ୍ୱାସ କରୁନ। ତମେ ତା ପାଖରୁ ସବୁ କିଛି ଛଡ଼େଇ ନେବାକୁ ବସିଛ। ସିରିୟସଲି ତେଜସ୍, ମୁଁ ତ ମୋ ନିଜ ଉପରେ ଭରସା କରିପାରୁନି। ଆରେ ତମେ ଯାହାକୁ ଏତେ ଭଲ ପାଉଥିଲ ତାକୁ ଏତେ ଘୃଣା କରିପାରୁଛ କେମିତି? ମୁଁ ତମରି ଭରସାରେ ମୋ ଘର ଛାଡ଼ି ଚାଲି ଆସିଥିଲି, ଆଉ ତମେ ମୋ ସହିତ କ'ଣ କଲ? ତେଜସ୍ କହିବେ ମୋ ଭରସାରେ? ସିରିୟସଲି ପୁଣି ଥରେ ମିଛ କହୁଛ ତ୍ରିନାଲୀ। ଆରେ ତମେ ଯେତେବେଳେ ସାହୁ ଘରର ବୋହୂ ହେଇ ଆସିଥିଲ ନା, ସେତେବେଳେ ତମେ ଜାଣିନଥିଲ ଯେ ତମେ ତେଜସ୍ ସାହୁକୁ ବାହା ହେଉଛ। ତମେ ଟଙ୍କା ଲୋଭରେ ଧନୀ ଘରର ପୁଅ ଦେଖି ବାହା ହେଇଥିଲ। ଆଉ ତମେ ଟଙ୍କା ଲୋଭରେ ତେଜ ଡ୍ରାଇଭରକୁ ପାଦରେ ଆଡ଼େଇ ଦେଇ ଚାଲି ଯାଇଥିଲ। ମୋ ଭଲ ପାଇବାକୁ ତମେ ଗ୍ରହଣ କରିନଥିଲ। କୃଷିକା କହିବେ ଦିଦି, ମୁଁ ଭଲରେ ଜାଣିଛି ତମେ କେବେ ବି ଟଙ୍କା ଲୋଭରେ ସାହୁ ପରିବାରର ବୋହୂ ହେଇନ। ୟା ପଛରେ ନିଶ୍ଚୟ କିଛି କାରଣ ଅଛି। କିଏ ଏ କଥାକୁ ବିଶ୍ୱାସ କରୁ କି ନ କରୁ, ମୁଁ କିନ୍ତୁ ସବୁବେଳେ ତମରି ଉପରେ ଭରସା କରୁଛି। ଆଉ କଥାରେ ଅଛି ଟୋପାଏ ସିନ୍ଦୁର ଦିପଟ ଶଙ୍ଖା ଗୋଟେ ନାରୀକୁ ସ୍ତ୍ରୀର ପରିଚୟ ଦିଏ ଆଉ ତାକୁ ସୁହାଗିନୀ କରେ। ହେଲେ ସେ ଘରେ ଆମକୁ ଏତେ ନିନ୍ଦା ଅପମାନ ଆଉ ମିଛ ଆରୋପ ଲଗାଯାଉଛି। ଆମେ ସେ ଘରର ବୋହୂ ହେଇକି କେମିତି ରହିପାରିବା? ଚାଲ ଦିଦି, ଆମେ ଆମ ଘରକୁ ଯିବା। ଏହାପରେ ସେ ତ୍ରିନାଲୀଙ୍କୁ ନେଇ ତାଙ୍କ ଘରକୁ ଚାଲି ଆସିବେ ଆଉ ସେଇ ପଡ଼ିଶା ଘରୁ ଚାବି ନେଇ ଆସିବେ। ତ୍ରିନାଲୀ କହିବେ କୃଷିକା, ତତେ ସେଠି କେହି କିଛି ପଚାରି ନାହାନ୍ତି? କୃଷିକା କହିବେ ହଁ, ଚାବି ଆଣିଲା ବେଳେ ମତେ ଆଣ୍ଟି ପଚାରୁଥିଲେ ଆଉ ମୁଁ ତାଙ୍କୁ ସବୁ ସତ କଥା କହିଦେଲି। ତ୍ରିନାଲୀ କହିବେ ତୋ ମୁଣ୍ଡ କ'ଣ ଖରାପ ହେଇଯାଇଛି? ଆରେ ତୁ ଏ କ'ଣ କଲୁ? ଏବେ କଲୋନୀର ଲୋକମାନେ ସମସ୍ତେ ଜାଣିବେ ଆଉ ଆମକୁ ଏଠି ରଖେଇ ଦେବେନି। ଜାଣିଛୁ ନା ସେମାନେ କେତେ କଥା କହିବେ? କୃଷିକା କହିବେ ଦିଦି, ତମର ସେଇ ଗୁଣ ପାଇଁ ତମେ ସବୁବେଳେ କଷ୍ଟ ପାଉଛ। କିଏ କ'ଣ କହିବ? ତମେ ଥରେ ନିଜ ବିଷୟରେ ଚିନ୍ତା ତ କର। ଆଉ ବ୍ୟସ୍ତ ହୁଅନି, ମୁଁ କାହାକୁ କିଛି ବି କହିନି। ମୁଁ ବାସ୍ କହିଲି କି ଆମେ କିଛି ଦିନ ପାଇଁ ଏଠି ରହିବାକୁ ଆସିଛୁ। ଚାଲ ଆମେ ଘର ଭିତରକୁ ଯିବା। ଏପଟେ ତେଜସ୍ ଘରକୁ ଫେରି ଆସିବେ ଆଉ କାର୍ତ୍ତିକ କହିବେ ଭାଇ କ'ଣ ହେଲା, ତମେ ଭାଉଜଙ୍କୁ ମୁକୁଳେଇଲ ଆଉ କୃଷିକା କୁଆଡ଼େ ଗଲେ? ତେଜସ୍ କହିବେ ସେମାନେ ମୁକୁଳିଲେ ସତ, ହେଲେ ମୋ ସହିତ ଘରକୁ ଆସିବାକୁ ରାଜି ହେଲେନି। ଆଉ କୃଷିକା ଓ ତ୍ରିନାଲୀ ତାଙ୍କ ଘରକୁ ଚାଲିଗଲେ। ଏପଟେ ମହେନ୍ଦ୍ର ପ୍ଲାନ୍ କରି ଘରେ ପାର୍ଟି ରଖିବେ ଆଉ ସେ ପାର୍ଟିରେ କୃଷିକା ଓ ତ୍ରିନାଲୀକୁ ଡାକିବାକୁ ଭବାନୀଙ୍କୁ କହିବେ ଆଉ ତେଜସ୍କୁ ତ୍ରିନାଲୀକୁ ଆଣିବାକୁ ଯିବାକୁ କହିବେ। ହେଲେ ତେଜସ୍ ମନା କରିବେ। ଏପଟେ କାର୍ତ୍ତିକ ପ୍ଲାନ୍ କରି ତେଜସ୍କୁ ମଦ ପିଆଇ ଦେବେ। ଏହାପରେ ତେଜସ୍ ଓ କାର୍ତ୍ତିକ ବାଇକ୍ ଧରି ବାହାରିବେ। ତେଜସ୍ କହିବେ ତୋ ଭାବି ମାକୁ ଆଜି ମୁଁ ଯେମିତି ବି ହେଲେ ଘରକୁ ନେଇ ଆସିବେ। ତାଙ୍କୁ ଯେମିତି ବି ହେଲେ ମନେଇବେ। ମୁଁ ନା
ତାଙ୍କୁ ଏତେ ଭଲ ପାଏ ଆଉ ତାଙ୍କୁ ମୁଁ ସେଠି ରହିବାକୁ ଦେବିନି। ଆଜି ସେ ମୋ ସହିତ ଆସିବେ। ଏହାପରେ ସେ ତ୍ରିନାଲୀଙ୍କ ଘରେ ପହଞ୍ଚିବେ ଆଉ କହିବେ ଲାଗୁଛି ସମସ୍ତେ ଶୋଇପଡ଼ିଛନ୍ତି, ଆମକୁ ତାଙ୍କୁ ଉଠେଇବାକୁ ହବ। ଏହାପରେ ସେ ଘର ଭିତରକୁ ପଥର ମାରିବେ ଆଉ ସେ ପଥର ଯାଇ ତ୍ରିନାଲୀଙ୍କ ମୁଣ୍ଡରେ ବାଜିବ।